ରାତିରେ ଆମେ ଖବର ପାଇଥିଲୁ ବୁଦ୍ଧିଆ ଆଉ ତାର କିଛି ଆସୋସିଏଟ୍ସ ଏମାନେ ଆସିକି ଚରମ୍ପା ଏରିଆରେ ଅଛନ୍ତି ବୋଲି। ତାପରେ ଭୋରୁ ଭୋରୁ ଆମକୁ ପରଫେକ୍ଟ ଇନଫର୍ମେସନ ମିଳିଲା ସେମାନେ ଯୋଉ ରେଲୱେରେ ହେଇଛି ସେଇ ପାଖରେ ଅଛନ୍ତି। ସେମାନେ ଗୋଟେ ବଡ ଯୋଜନା କରିଥିଲେ ଯେହେତୁ ବୁଦ୍ଧିଆ ନାଁରେ ପ୍ରାୟ 50ରୁ ଉର୍ଦ୍ଧ୍ୱ କେସ୍ ଆମର ଭଦ୍ରକ, ବାଲେଶ୍ୱର, କଟକ, ମୟୂରଭଞ୍ଜରେ ଅଛି। ତେଣୁ ସେ ଗୋଟେ ବଡ ଧରଣର କିଛି ଡକାୟତି କରିବା ଯୋଜନାରେ ଆସିଥିଲା। ସେଇ ହିସାବରେ ଆମର ଟାଉନ ଥାନା ଆଇଆଇସି ଏବଂ ଅନ୍ୟ ଷ୍ଟାଫ୍ ମାନେ ଯାଇଥିଲେ। ତାଙ୍କୁ ରାଉଣ୍ଡ ଅପ୍ କରିବା ସମୟରେ ବୁଦ୍ଧିଆ କାଉଣ୍ଟର ଫାୟାର କଲା। ଆଗରୁ ମଧ୍ୟ ବୁଦ୍ଧିଆ ଏଇଭଳିଆ ତାର ଅଭ୍ୟାସ ଅଛି। ବାଲେଶ୍ୱରରେ ଏମିତି ପୋଲିସ ଯେତେବେଳେ ତାକୁ ଆଣିବାକୁ ଯାଏ ରେଡ୍ କରେ, ସେ ଘରୁ ଏସ୍କେପ୍ କଲାବେଳେ ମଧ୍ୟ ଏମିତି ଫାୟାର କରିବା ନଜିର ଅଛି। ତାପରେ ସେଇ ଫାୟାର ଏକ୍ସଚେଞ୍ଜ ଫାୟାରରେ ପୁଲିସ ଲାଇଫ୍ ସେଭ୍ କରିବା ପାଇଁ ଏକ୍ସଚେଞ୍ଜ ଅଫ୍ ଫାୟାର ହେଇଥିଲା। ସେଇ ଭିତରେ ବୁଦ୍ଧିଆ ଇଞ୍ଜୋର୍ଡ ହେଇଛି। ତାର ଗୋଟେ ଗୁଳି ବାଜି ତାର ଡାହାଣ ପଟ ଆଣ୍ଠୁ ତଳ ଗୋଟେ ଗୁଳି ବାଜି। ତାପରେ ସିଏ ବର୍ତ୍ତମାନ ଇଞ୍ଜୁରି ହେଲା ପରେ ଆମେ ତାକୁ ଭଦ୍ରକ ହସ୍ପିଟାଲ ଆଣିଥିଲୁ। ତାପରେ ଏଠୁ ଟ୍ରିଟମେଣ୍ଟ ହେଇ କଟକକୁ ଯାଇଛି। ବୁଦ୍ଧିଆ ନାଁରେ ଯେତିକି କେସ୍ ଅଛି ଆମେ ଜାଣିଛୁ। ଆଉ କିଛି ଆମର ବାସୁଦେବପୁର ଅନ୍ୟ ଆଡେ ମଧ୍ୟ କେସ୍ ଅଛି, ତାକୁ ବି ତଦନ୍ତାଧୀନ ଅଛି। ଅନ୍ୟ ଜିଲ୍ଲାମାନଙ୍କୁ ମଧ୍ୟ ଆମର କୁହାଯାଇଛି ସେମାନେ ବି ଏଟାକୁ ଦେଖିବେ, ଭେରିଫାଇ କରିବେ ଆଉ କଣ।